ଦଶହରାରେ ପୂଜା ଭେଟି ଦେବେ ମୋହନ ସରକାର। ଅକ୍ଟୋବର 9 ଗୋପବନ୍ଧୁ ଜୟନ୍ତୀରେ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି। ସୁଭଦ୍ରା ଟଙ୍କା ପାଇଁ ଲକ୍ଷ ଲକ୍ଷ ମହିଳା ଅପେକ୍ଷା କରିବା ବେଳେ ଦଶହରାରେ ବଡ଼ ଭେଟି ଦେବାକୁ ଯାଉଛନ୍ତି ମୋହନ ସରକାର। ପ୍ରଶାସନିକ ପ୍ରସ୍ତୁତି ପରେ ଏନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଆବେଦନକାରୀଙ୍କୁ କେବେ ମିଳିବ ଟଙ୍କା? ଆଉ ନୂଆ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ନା ନାହିଁ? ଲକ୍ଷ ଲକ୍ଷ ମହିଳାଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଙ୍କି ମାରୁଥିବା ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରା ଟଙ୍କା ପାଇଁ ଲକ୍ଷ ଲକ୍ଷ ମହିଳା ଅପେକ୍ଷା କରିବା ବେଳେ ଦଶହରାରେ ବଡ଼ ଭେଟି ଦେବାକୁ ଯାଉଛନ୍ତି ମୋହନ ସରକାର। ପ୍ରଶାସନିକ ପ୍ରସ୍ତୁତି ପରେ ଏନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯୋଜନା ଅନୁସାରେ 9 ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା। ବାରିପଦାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା। ଏଥର 40 ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ। ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 25,11,000 ମହିଳା ଟଙ୍କା ପାଇଥିଲେ। ଆଇ ବଳକା ଆବେଦନକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ମିଳିବ ଟଙ୍କା। ଏବେ ସୁଦ୍ଧା 97 ଲକ୍ଷ ମହିଳା ସୁଭଦ୍ରା ହିତାଧିକାରୀ ହେବାକୁ ଆବେଦନ କଲେଣି। ଅନ୍ୟପଟେ 40 ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ନାଁ ନଥିଲେ ବି ବ୍ୟସ୍ତ ନହେବାକୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଭାତୀ। ତେବେ ବିରୋଧୀ ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କୁ ମାରିଛନ୍ତି କଟାକ୍ଷର ବାଣ। ସୁଭଦ୍ରା ହିତାଧିକାରୀ ହେବାକୁ ଗାଁ ଗାଁରେ ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ସରକାରଙ୍କ ଲକ୍ଷ୍ୟ ମହିଳାଙ୍କୁ ସଶକ୍ତ, ସମ୍ମାନିତ, ସ୍ୱାଭିମାନୀ ଓ ସମୃଦ୍ଧି କରିବ ସୁଭଦ୍ରା। ଆମ ୟୁଟ୍ୟୁବ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ତାହେଲେ ଚ୍ୟାନେଲକୁ ଗୋଟାଏ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ। ନୂଆ ନୂଆ ପାଇ